प्रधानमंत्री नरेंद्र मोदी 75तम जन्मदिवस उपलक्षे एक पेड़ माँ की नाम कार्यक्रम में आज नुआपड़ा जिले में 5,62,407 वृक्षरोपण कर नुआपड़ा जिला सीनापाली पुलिस पक्षर थाना परिसर में एक पेड़ माँ की नाम कार्यक्रम थाना अधिकारी रश्मिता प्रधान नेतृत्व में अनुष्ठित हो जाइछि। ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ବୈଷମ ପାୟନ ମେହେର, ପୂର୍ବତନ ବିଜେପି ଜିଲ୍ଲା ସଭାପତି ସୁବ୍ରତ କୁମାର ଠାକୁର, 14 ନମ୍ବର ଜୋନ୍ ଜିଲ୍ଲା ପରିଷଦ ଶ୍ରୀମତୀ ଆଶା ଜୈନ, ଅରିଗଞ୍ଜନ ଯୋଶୀ, ଲମ୍ବୁଧର ମେହେର, ଶଶିଭୂଷଣ ମାଝୀ, ନାରାୟଣ ପାତ୍ର, ଗୋଲାମଣି ସାହା, ହୃଦାନନ୍ଦ ମାଝୀ, ଏସ୍ଆଇ ସହଦେବ ଯୋଶୀ, ଏସ୍ଆଇ ଅନିତା ଦାସ, ଏସ୍ଆଇ କେତନ ଧରୁଆ, ଏଏସ୍ଆଇ ରେବତୀ ଦୁର୍ଗା, ଏଏସ୍ଆଇ କେଶବ ମାଝୀ, ଏଏସ୍ଆଇ ପ୍ରଭାକର ନାୟକ, ଏଏସ୍ଆଇ ବିକାଶ କୁମାର ନାଗ, अभिराम घिभेला, सब इन्स्पेक्टर आर संतोष जेना, सेकेंड बाटालियन आईआरबी रायगड़ा समेत अनेक थानार कर्मचारी उपस्थित रही शताधिक गछरोपण करथिले। ଏହି ଅବସରରେ ଉପସ୍ଥିତ ଅତିଥି ବୃକ୍ଷ ହିଁ ଜୀବନ, ବୃକ୍ଷ ବିନା ଜୀବନ ଅସମ୍ଭବ, ବୃକ୍ଷ ଲଗାଇବା ଜୀବନ ବଞ୍ଚାଇବା ବୋଲି ମତ ପ୍ରକାଶ କରିବା ସହ ଅତ୍ୟଧିକ ମାତ୍ରାରେ ଗଛ ଲଗାଇବାକୁ ସଚେତନତାର ବାର୍ତ୍ତା ଦେଇଥିଲେ। ନୂଆପଡ଼ା ଜିଲ୍ଲାରୁ ବିଘ୍ନରାଜ ତାଣ୍ଡିଙ୍କ ରିପୋର୍ଟ, ଷ୍ଟେଟ୍ ନ୍ୟୁଜ୍ ଓଡ଼ିଶା।